ରାଉରକେଲାରେ ନୂଆ ରେଲୱେ ଲାଇନ ତିଆରି କରାଯାଉଛି। ଆଦାନୀ କମ୍ପାନୀକୁ ଫ୍ୟାସିଲିଟେଟ୍ କରିବା ପାଇଁ ସେ ସମୟରେ ସ୍ଥାନୀୟ ଆଦିବାସୀ ଭାଇମାନେ ବିରୋଧ କରିଛନ୍ତି ଏବଂ ବିରୋଧ କଲାବେଳେ ବିରୋଧକାରୀ ଜଣେ ଯୁବକ ଏଡୁଆ ଏକାଙ୍କୁ ଭୋଲ୍ଟେଜର ଲଗାଇ ହତ୍ୟା କରିଦିଆଯାଇଛି। ଏହାଠୁ ବଡି ଦୁର୍ଭାଗ୍ୟଜନକ କଥା କିଛି ହେଇନପାରେ। ଏପର୍ଯ୍ୟନ୍ତ ତାଙ୍କର ଡେଡ୍ ବଡି ଉଠି ନାହିଁ। ଅନେକ ଲୋକ ଆଘାତ ହେଇଛନ୍ତି। ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ଭିତରେ ସଂଘର୍ଷ ହେଇଛି। ଇମିଡିଏଟଲି ଜିଲ୍ଲାପାଳ ମହୋଦୟ ଏବଂ ଏସପି ମହୋଦୟ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡେଡ୍ ବଡିକୁ ଡିସବର୍ସମେଣ୍ଟ କରିବାର ଉଚିତ ଏବଂ କାମକୁ ବନ୍ଦ କରି ସ୍ଥାନୀୟ ଲୋକଙ୍କର ଗ୍ରିଭେନ୍ସ ଶୁଣିବାର ଯୋଉ ଦାବି କରିଛନ୍ତି ସେଇଟା ଦେଖିବା ପାଇଁ ଆମେ କଂଗ୍ରେସ ପାର୍ଟି ତରଫରୁ ଦାବି କରୁଛୁ। ଯୋଉ ବ୍ୟକ୍ତି ମରିଗଲେ ତାଙ୍କ ଜଣେ ଯୁବକ ତାଙ୍କୁ 1 କୋଟି ଟଙ୍କାର ଉର୍ଦ୍ଧ୍ୱ କମ୍ପେନସେସନ ଦିଆଯାଉ। ଆମେ କଂଗ୍ରେସ ପାର୍ଟି ଦାବି କରୁଛୁ ତାଙ୍କର ପରିବାର ଭିତରୁ କାହାକୁ ଚାକିରି ଦିଆଯାଉ ଏବଂ ଯେତେବେଳେ ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କର ଏକମତ ହେଇନାହାନ୍ତି ସେତେବେଳେ ପର୍ଯ୍ୟନ୍ତ କୌଣସି ପ୍ରକାର କାମ ଆଗକୁ ବଢିବା ଉଚିତ ନୁହଁ। ଆମ କଂଗ୍ରେସ ପାର୍ଟି ନେତାମାନଙ୍କୁ ମୁଁ ଅନୁରୋଧ କରିବି ସେ ରାଉରକେଲା ଭାଇମାନଙ୍କୁ ସେମାନେ ସେ ଘଟଣାସ୍ଥଳକୁ ଯାଇକରି ଲୋକଙ୍କ ସାଙ୍ଗରେ ସହାୟକ ଭୂମିକା ଗ୍ରହଣ କରନ୍ତୁ, ଲୋକଙ୍କୁ ସହାୟ ହୁଅନ୍ତୁ।